ସୌରଜଗତର ସବୁଠାରୁ ବୃହତ୍ତମ ଗ୍ରହର ନାମ କ'ଣ? ସୌରଜଗତର ସବୁଠାରୁ ବୃହତ୍ତମ ଗ୍ରହର ନାମ କ'ଣ? ଉତ୍ତର ବୃହସ୍ପତି। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟଠାରୁ ସବୁଠୁ ଦୂରରେ ଥିବା ଗ୍ରହ କିଏ? ସୂର୍ଯ୍ୟଠାରୁ ସବୁଠୁ ଦୂରରେ ଥିବା ଗ୍ରହ କିଏ? ଉତ୍ତର ନେପଚ୍ୟୁନ୍। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟଠାରୁ ସବୁଠୁ ନିକଟରେ ଥିବା ଗ୍ରହ କିଏ? ସୂର୍ଯ୍ୟଠାରୁ ସବୁଠୁ ନିକଟରେ ଥିବା ଗ୍ରହ କିଏ? ଉତ୍ତର ବୁଧ। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟଠାରୁ ପୃଥିବୀର ଦୂରତା କେତେ? ସୂର୍ଯ୍ୟଠାରୁ ପୃଥିବୀର ଦୂରତା କେତେ? ଉତ୍ତର 1496 ଲକ୍ଷ କିଲୋମିଟର। ପରବର୍ତ୍ତୀ ପ୍ରଶ୍ନ, ବିଦ୍ୟୁତ୍ ବଲ୍ବରେ କେଉଁ ଗ୍ୟାସ୍ ଭର୍ତ୍ତି କରାଯାଏ? ବିଦ୍ୟୁତ୍ ବଲ୍ବରେ କେଉଁ ଗ୍ୟାସ୍ ଭର୍ତ୍ତି କରାଯାଏ? ଉତ୍ତର ଆର୍ଗନ୍। ପରବର୍ତ୍ତୀ ପ୍ରଶ୍ନ, ଧ୍ୱନିର ଗତି କେଉଁଥିରେ ସବୁଠୁ ଅଧିକ ହୋଇଥାଏ? ଧ୍ୱନିର ଗତି କେଉଁଥିରେ ସବୁଠୁ ଅଧିକ ହୋଇଥାଏ? ଉତ୍ତର ଷ୍ଟିଲ୍ରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗ୍ୟାସ୍ ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଏ? କେଉଁ ଗ୍ୟାସ୍ ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଏ? ଉତ୍ତର ଅଙ୍ଗାରକାମ୍ଳ। ପରବର୍ତ୍ତୀ ପ୍ରଶ୍ନ, ମଣିଷ ଶରୀରରେ ପ୍ରାୟ କେତେ ପ୍ରତିଶତ ଜଳ ରହିଥାଏ? ମଣିଷ ଶରୀରରେ ପ୍ରାୟ କେତେ ପ୍ରତିଶତ ଜଳ ରହିଥାଏ? ଉତ୍ତର 70%। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗଛର ଛାଲିରୁ ମ୍ୟାଲେରିଆ ଔଷଧ ତିଆରି ହୁଏ? କେଉଁ ଗଛର ଛାଲିରୁ ମ୍ୟାଲେରିଆ ଔଷଧ ତିଆରି ହୁଏ? ଉତ୍ତର ସିନକୋନା। ପରବର୍ତ୍ତୀ ପ୍ରଶ୍ନ, ମଣିଷ ଶରୀରରେ ରକ୍ତର ପରିମାଣ କେତେ? ମଣିଷ ଶରୀରରେ ରକ୍ତର ପରିମାଣ କେତେ? ଉତ୍ତର 5ରୁ 6 ଲିଟର। ପରବର୍ତ୍ତୀ ପ୍ରଶ୍ନ, ମଣିଷ ଶରୀରର ସବୁଠୁ ଓଜନିଆ ଅଙ୍ଗଟି କିଏ? ମଣିଷ ଶରୀରର ସବୁଠୁ ଓଜନିଆ ଅଙ୍ଗଟି କିଏ? ଉତ୍ତର ମୁଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ବ୍ଲିଚିଂ ପାଉଡରରେ କେଉଁ ରାସାୟନିକ ପଦାର୍ଥ ଥିବାରୁ ତାହା ରଙ୍ଗ ଛଡ଼ାଇପାରେ? ବ୍ଲିଚିଂ ପାଉଡରରେ କେଉଁ ରାସାୟନିକ ପଦାର୍ଥ ଥିବାରୁ ତାହା ରଙ୍ଗ ଛଡ଼ାଇପାରେ? ଉତ୍ତର କ୍ଲୋରିନ୍। ପରବର୍ତ୍ତୀ ପ୍ରଶ୍ନ, ମଣିଷର ସ୍ପନ୍ଦନ ପ୍ରତି ମିନିଟରେ କେତେ ଥର ଧକ୍ ଧକ୍ କରିଥାଏ? ମଣିଷର ସ୍ପନ୍ଦନ ପ୍ରତି ମିନିଟରେ କେତେ ଥର ଧକ୍ ଧକ୍ କରିଥାଏ? ଉତ୍ତର 72 ଥର। ପରବର୍ତ୍ତୀ ପ୍ରଶ୍ନ, ହାଡ଼ରେ ଥିବା ମୁଖ୍ୟ ଉପାଦାନ କିଏ? ହାଡ଼ରେ ଥିବା ମୁଖ୍ୟ ଉପାଦାନ କିଏ? ଉତ୍ତର କ୍ୟାଲସିୟମ୍। ପରବର୍ତ୍ତୀ ପ୍ରଶ୍ନ, ପ୍ଲେଗ୍ ରୋଗ କାହା ଦ୍ୱାରା ବ୍ୟାପେ? ପ୍ଲେଗ୍ ରୋଗ କାହା ଦ୍ୱାରା ବ୍ୟାପେ? ଉତ୍ତର ଜୀବାଣୁ। ପରବର୍ତ୍ତୀ ପ୍ରଶ୍ନ, ଗାଜରରେ କେଉଁ ଭିଟାମିନ୍ ରହିଥାଏ? ଗାଜରରେ କେଉଁ ଭିଟାମିନ୍ ରହିଥାଏ? ଉତ୍ତର ଭିଟାମିନ୍ ଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଭିଟାମିନ୍ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ? କେଉଁ ଭିଟାମିନ୍ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ? ଉତ୍ତର ଭିଟାମିନ୍ ଏ। ପରବର୍ତ୍ତୀ ପ୍ରଶ୍ନ, ଭିଟାମିନ୍ ସି ଅଭାବରେ କେଉଁ ରୋଗ ହୋଇଥାଏ? ଭିଟାମିନ୍ ସି ଅଭାବରେ କେଉଁ ରୋଗ ହୋଇଥାଏ? ଉତ୍ତର ସ୍କର୍ବି। ପରବର୍ତ୍ତୀ ପ୍ରଶ୍ନ, ଅଁଳାରେ କେଉଁ ଭିଟାମିନ୍ ରହିଥାଏ? ଅଁଳାରେ କେଉଁ ଭିଟାମିନ୍ ରହିଥାଏ? ଉତ୍ତର ଭିଟାମିନ୍ ସି। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟ କିରଣରୁ ଆମେ କେଉଁ ଭିଟାମିନ୍ ପାଇଥାଉ? ସୂର୍ଯ୍ୟ କିରଣରୁ ଆମେ କେଉଁ ଭିଟାମିନ୍ ପାଇଥାଉ? ଉତ୍ତର ଭିଟାମିନ୍ ଡି। ପରବର୍ତ୍ତୀ ପ୍ରଶ୍ନ, ସଜନା ଛୁଇଁରେ କେଉଁ ଭିଟାମିନ୍ ରହିଥାଏ?
ସଜନା ଛୁଇଁରେ କେଉଁ ଭିଟାମିନ୍ ରହିଥାଏ? ଉତ୍ତର ଭିଟାମିନ୍ କେ। ପରବର୍ତ୍ତୀ ପ୍ରଶ୍ନ, କୋଇଲା ଜଳିବା ଦ୍ୱାରା କେଉଁ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ? କୋଇଲା ଜଳିବା ଦ୍ୱାରା କେଉଁ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ? ଉତ୍ତର ଅଙ୍ଗାରକାମ୍ଳ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଯନ୍ତ୍ର ସାହାଯ୍ୟରେ ଶରୀରର ତାପମାତ୍ରା ମପାଯାଏ? କେଉଁ ଯନ୍ତ୍ର ସାହାଯ୍ୟରେ ଶରୀରର ତାପମାତ୍ରା ମପାଯାଏ? ଉତ୍ତର ଥର୍ମୋମିଟର। ପରବର୍ତ୍ତୀ ପ୍ରଶ୍ନ, ଥର୍ମୋମିଟରରେ କେଉଁ ଗ୍ୟାସ୍ ବ୍ୟବହାର କରାଯାଏ? ଥର୍ମୋମିଟରରେ କେଉଁ ଗ୍ୟାସ୍ ବ୍ୟବହାର କରାଯାଏ? ଉତ୍ତର ହିଲିୟମ୍। ପରବର୍ତ୍ତୀ ପ୍ରଶ୍ନ, କେଉଁ ଯନ୍ତ୍ର ସାହାଯ୍ୟରେ ହୃଦୟର ସ୍ପନ୍ଦନ ମପାଯାଏ? କେଉଁ ଯନ୍ତ୍ର ସାହାଯ୍ୟରେ ହୃଦୟର ସ୍ପନ୍ଦନ ମପାଯାଏ? ଉତ୍ତର ଷ୍ଟେଥୋସ୍କୋପ୍।